ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆସିଛୁ ଆମେ ଏକ ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ। ଏହା ଆମ ଜଗତସିଂହପୁର ଜିଲ୍ଲାର ଢିଅ ସାହିଠାରୁ ମାତ୍ର 6 କିଲୋମିଟର ଦୂରରେ ଥିବା ଶୀତଳ ଗ୍ରାମରେ ଅବସ୍ଥିତ। ଏହାର ପରିବେଶ ବହୁତ ସୁନ୍ଦର। ଏଠାରେ ଗରୁଡ଼ ସ୍ତମ୍ଭ ଅଛି, ବଡ଼ ଦାଣ୍ଡ ଅଛି ଏବଂ ସିଂହଦ୍ୱାର ବି ଅଛି। ଆମେ ପ୍ରଥମେ ଗରୁଡ଼ ସ୍ତମ୍ଭରେ ମୁଣ୍ଡିଆ ମାରି ଆଗକୁ ବଢ଼ିଲୁ। ସେଇଠି ରଖାଯାଇଥିଲା ତୁଳସୀ ପତ୍ର ଏବଂ ପାଦୁକ, ତାକୁ ବି ପାଇଲୁ ଏବଂ ଜଗାକୁ ଦର୍ଶନ ବି କଲୁ। କି ସୁନ୍ଦର ତାଙ୍କର 3ଟି ମୂର୍ତ୍ତି ସେଠି ଅଛି। ଆଉ ସାମ୍ନାରେ ରଖା ହେଇଛି ନବଗ୍ରହଙ୍କ ମୂର୍ତ୍ତି ଦର୍ଶନ କଲୁ। ତାପରେ ଆମେ ପାର୍ଶ୍ୱ ଦେବତା ଦର୍ଶନ କରିବା ପାଇଁକି ବାହାରି ଗଲୁ। ପ୍ରଥମେ ଯାଉ ଯାଉ ମା ବିମଳା ମନ୍ଦିର ଦର୍ଶନ କଲୁ ଏବଂ ତାପରେ ଯାଇ ମହାଦେବଙ୍କୁ ଦର୍ଶନ କଲୁ। ମହାଦେବଙ୍କୁ ଦର୍ଶନ ସାରି ତାପରେ ଆମେ ବାହାରିଲୁ ଯେଉଁଠି ଅବଢ଼ା ତିଆରି ହେଉଛି। ଅବଢ଼ା କୋଡ଼ୁଆ ମାନ ସଜା ହେଇ ଥୁଆ ହେଇଥିଲା। ପ୍ରାୟ 12ଟା 12:30 ସୁଦ୍ଧା ଅବଢ଼ା ବାହାରିବ। ତାପରେ ଆମେ ମା ଲକ୍ଷ୍ମୀକି ଦର୍ଶନ କଲୁ। ମାଙ୍କୁ ଦର୍ଶନ କରିସାରିଲା ପରେ ଆମେ ଫେରି ଆସିଲୁ ଆମ ଘରକୁ। ତ ଫେରିବା ବେଳକୁ ଦେଖନ୍ତୁ କି ସୁନ୍ଦର ମନ୍ଦିର କେତେ ସୁନ୍ଦର ଦେଖାଯାଉଛି। ରହୁଛି ଜୟ ଜଗନ୍ନାଥ।